ଏହି ମୂର୍ତ୍ତିଟି ହିଁ ଆମ ଟ୍ୟୁସନ୍ ପାଇଁ ଅର୍ଡ଼ର ଦିଆଯାଇଥିଲା ଏବଂ ଏହି ମୂର୍ତ୍ତିଟିକୁ ନେଇକି ଆମେ ଘରକୁ ଆସିଥିଲୁ। ନମସ୍କାର, ମୁଁ ଦୀପକ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍କୁ। ସାଜସଜ୍ଜା ଆମର ଚାଲିଥିଲା, ତାରି ଭିତରେ ଆମର କୁନି ଝିଅଟି ମଧ୍ୟ ବହୁତ ସାହାଯ୍ୟ କରିଥିଲା ସାଜସଜ୍ଜା କରିବାରେ। ପିଲାମାନେ ମଧ୍ୟ ଏଠି ମୋର ବିଭିନ୍ନ ପ୍ରକାର ଫୁଲକୁ ନେଇ ବିଭିନ୍ନ ପ୍ରକାର ସାଜସଜ୍ଜା କରିଥିଲେ। ତାରି ଭିତରେ ମୁଁ ବାହାରି ଆସିଥିଲି କିଛି ସପିଂ ପାଇଁ। ସପିଂରେ ବାହାରି ଆସିଲା ବେଳକୁ ଦେଖିଲି ଭଗବାନ ଗଜାନନଙ୍କୁ ଗାଡ଼ିରେ ବସେଇକି ବୋଧେ ମଣ୍ଡପ ପାଖକୁ ନେଉଛନ୍ତି। ମୂର୍ତ୍ତିଟି ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲା। ତାପରେ ମୁଁ କିଛି ସପିଂ ସାରିକି ଘରକୁ ପଳେଇ ଆସିଥିଲି। ଘରକୁ ଆସିଲେ ଦେଖିଲି ତ କିଛି ପିଲାମାନେ ଅଛନ୍ତି, ଆଉ କିଛି ପିଲା ମୁଁ ଆଉ ବାକି ଯାହା କାମ ଥିଲା ତାକୁ ସାରିକି ରଙ୍ଗୋଲି ପାଇଁ ବସିଥିଲି। ରଙ୍ଗୋଲି ପାଇଁ ବସିଲା ପରେ ମୁଁ ଦେଖିଲି ଆଉ କିଛି ପିଲା ଅଛନ୍ତି ଯେଉଁମାନେ କି ସଫାସଫି କିଛି ବାକି ଥିଲା, ଯାହା ସଫାସଫି କରିକି ସେମାନେ ତାଙ୍କର ଘରକୁ ବାହାରିଥିଲେ। ଘରକୁ ବାହାରିବା ପରେ ଏମିତି କିଛି ଥିଲା ଆମର ଡେକୋରେସନ୍। ଦେଖନ୍ତୁ ଡେକୋରେସନ୍ କେତେ ସୁନ୍ଦର ଲାଗୁଛି। ରଙ୍ଗୋଲିଟି ମଧ୍ୟ ମୁଁ ପୁଣି ଥରେ ବସି ପଡ଼ିଲି କମ୍ପ୍ଲିଟ୍ କରିବା ପାଇଁ। ମୁଁ କରିଥିଲି ଗଜାନନଙ୍କ ସାଇଡ଼୍ରେ ଦୁଇଟା ପାଦର ଡିଜାଇନ୍ କିଛି କରିଥିଲି ଏବଂ ଡିଜାଇନ୍ଟି ଏଇଭଳି କିଛି ଥିଲା। ରଙ୍ଗୋଲିଟି ଆପଣମାନଙ୍କୁ କେମିତି ଲାଗିଲା ନିହାତି ଭାବରେ ମୋତେ କମେଣ୍ଟ କରି ଜଣାଇବେ। ପରେ ଆଉ କିଛି କାମ ଥିଲା, ଭୋଗ ଥାଳି ମଧ୍ୟ ସଜାଡ଼ି ଦେଇଥିଲି, ଯେହେତୁ ବହୁତ ଜଲ୍ଦି ଆମର ସକାଳ ପାଇଲେ ହିଁ ପୂଜା ଥିଲା। କାରଣ ଭାଇନା ମିଳିବା ତ କେତେ କଷ୍ଟ ଆପଣ